ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କଣ କରିବା ନା 10 ଧାଡି 15 ଧାଡି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର 5 ଧାଡିରେ। ଆଜିର ଭିଡିଓରେ କଥା ହେବା ରାଜା ଅଜିତ ସିଂଙ୍କ ବିଷୟରେ, ଯିଏକି ଯୋଧପୁରର ରାଜା ଥିଲେ। ରାଜା ଅଜିତ ସିଂ ରାଜସ୍ଥାନ ମାରୱାଡ, ଯାହାକୁ ଆଜିର ଯୋଧପୁର କୁହାଯାଏ, ର ଜଣେ ଶାସକ ଥିଲେ। ସେ ରାଠୋର ରାଜପୁତ ରାଜବଂଶର ଥିଲେ। ରାଜା ଅଜିତ ସିଂ 17ଶହ ଶତାବ୍ଦୀର ଶେଷ ଏବଂ 18ଶହ ଶତାବ୍ଦୀର ପ୍ରାରମ୍ଭରେ ବାସ କରୁଥିଲେ। ସେ ମୋଗଲ ନିୟନ୍ତ୍ରଣକୁ ବିରୋଧ କରିଥିଲେ ଏବଂ ରାଜପୁତ ସ୍ୱାଧୀନତା ପୁନଃସ୍ଥାପନ ପାଇଁ କାର୍ଯ୍ୟ କରିଥିଲେ। ତାଙ୍କୁ ତାଙ୍କ ସାହସିକତା ଏବଂ ନେତୃତ୍ୱ ପାଇଁ ମନେ ରଖାଯାଏ। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି ଭଲ ଲାଗିଲା ତାହେଲେ ଭିଡ଼ିଓ ଟିକେ ଲାଇକ୍ କରିଦେବ, ଭିଡ଼ିଓକୁ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ତାହେଲେ ରହୁଛି, ଦେଖା ହବ ଆଗାମୀ ଭିଡ଼ିଓରେ।